हाँ हेलो। हाँ हेलो। हाँ कुह कुह हेलो शुणुच हेलो 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 ना हाँ कुह हेलो ए हालो हालो ମୁଁ କରୁଛି ବୋଲେ ମତେ ଆରଟା ପାଇବନି ଥାର୍ଡ ଜେଣ୍ଡର। हेलो ଆମେ ତ ଭାବିନୁ ନିଜ ନିଜ କହୁଛ ତାମାନେ ତମେ ସେଇଆ। ନାଇଁ ନାଇଁ ତମେ ବି ହାଲୋ ହାଲୋ କର ତମେ ଭାବୁଥିବ ମୁଁ କାଳେ ସିଆଡିଆ ହେଇଯିବି। କେଜାଣି ଯଦି ହେଇଥିବ କେଜାଣି। ନା 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 ଗୋଟେ କଥା ଜାଣିଛ କଣ ଜଣେଇଲେ ସିନା ଜାଣିବି। ସେଇଟା ମୁଁ ବି ଜାଣିନି। ହେଲୋ ଥ୍ୟାଙ୍କ ୟୁ ସେମ୍ ଟୁ ୟୁ। କଣ ଏଥିରେ ସେମ୍ ଥିଲା ବା? ମୁଁ ବି ଜାଣିନି ହେଲା ନାଇଁ। କଣ କଣ ମୁଁ କହିଲି ଗୋଟେ କଥା ଯୋଉ କହିଲ ତମେ ବି ଜାଣିନ ମୁଁ ବି ଜାଣିନି ସେମ୍ ଟୁ ୟୁ। ଓହୋ ହଁ ଆମେ ଦି ଜଣ କେହି ବି ଜାଣିନେ। ଆଉ କିଏ ଜାଣିଛୁ? ଯିଏ ହାଲୋ କରୁଛନ୍ତି ସିଏ ବୋଧେ ଜାଣିଛନ୍ତି ତାଙ୍କୁ ଫୋନ୍ ଟା ଟିକେ ଦଉନ। ହେଲୋ ହାଲୋ ଆଁ ହେଲୋ ହାଲୋ ହାଲୋ ଆଗକୁ ବି ଆଉ କିଛି ଶବ୍ଦ ଥିବ ବୋଧେ ଡିକ୍ସନାରୀରେ। ହଁ ଥିଲା ଯେ ମୁଁ ଟିକେ ଘରେ ଛାଡି ଦେଇଯାଇଛି। କଣ କଲ ଭୁଲିଗଲ? ନାଇଁ ଭୁଲି ନାଇଁ ଘରେ ଛାଡି ଦେଇଯାଇଛି। ଘରେ ସେ ଛାଡି ଦେଇ ଆସିଛି। ଓହୋ ତମ ପାଖରେ ଅଛନ୍ତି ଯଦି ତମେ ଦେଇଦଉନ। ହେଲୋ ହାଲୋ ହଁ କହୁନ। ଆଉ ତମେ କହୁନା। ନାଇଁ ତମେ କୁହ ମୁଁ ଘର ଛାଡି ଦେଇଯାଇଛି। ମୋର ବି ମୁଁ ବି ଏବେ ସାଙ୍ଗେ ସାଙ୍ଗେ ପଠେଇଦେଲି ବା। ତମର ଭଲସେ କଟି ଯାଇଛି। ତମର ଭଲସେ କଟି ଯାଇଛି। ନା ନା ମୋର ଭୋଲ୍ଟ କଟିନି ମୋର ପୁରା ପ୍ରେସର ଅଛି। କିନ୍ତୁ ଡିକ୍ସନାରୀ ଟା ମୁଁ ଏବେ ପଠେଇଦେଲି ତମେ ଘରେ ଛାଡିଦେଲ ମୁଁ ପଠେଇଦେଲି ଏବେ ଆଉ। ହେଲୋ ହଁ ପମ୍ପ ଦରକାର କଣ? ପମ୍ପ ଦରକାର। ନା ନା ମୋର ଫୁଲ ପ୍ରେସର ଅଛି ଆଉ ପମ୍ପ ଦିଅନି ନହେଲେ ଫାଟିଯିବ ତାର। ନାଇଁ ଆମର ଏଠି ହାୱା ମିଳୁଛି କି ନବ? ନା ନା ମୋର ପବନ ମୁଁ ଭର୍ତ୍ତି କରିଦେଇଛି ହାୱା ମୋର ଦରକାର ନାହିଁ। ହାୱା ଟିକେ ନଉନ। ନା ନା ହାୱା ନେଲେ ତାର ଫାଟିଯିବ କଣ ଦରକାର ମୁଁ ତ ପବନ ଭର୍ତ୍ତି କରିଦେଲି ଆଉ। ମୁଁ ପ୍ୟାକ୍ ଆଗରୁ କହିଥାନ୍ତ ନା ଆଉ। ପକେଇଦେବି। ତମ ପେଟର ଆୟତନ କେତେ? ମୋ ପ୍ରେସର ଆୟତନ ପ୍ରେସର ନୁହେଁ ପେଟର ପେଟ ପ୍ରେସରରେ ସବୁ ଆୟତନ ପେଟର ଆୟତନ କେତେ? ସ୍ଲିମ୍। କ୍ଷେତ୍ରଫଳ ଓ ସ୍ଲିମ୍। ସଂଖ୍ୟାରେ କୁହ। ସ୍ଲିମ୍ କଲେ 0। ସଂଖ୍ୟାରେ କୁହ। ଜିରୋ। ପେଟ ଆଡୁ ଆଉ କିଛି ନାହିଁ ବୁଝିପାରୁଛ ନାଇଁ ଏବେ ଧୀରେ ଧୀରେ 2 ଲିଟର ହବା ଉପରେ ଅଛି। ପାକସ୍ଥାନ କଣ କିଏ ନେଇଯାଇଛି କି? ହେଲୋ ହେଲୋ ମୋ କଥା ଶୁଣ ହେଲୋ। ହଁ କୁହ। ତମ ପେଟର କ୍ଷେତ୍ରଫଳ ଟା କେତେ କହିଲ? କ୍ଷେତ୍ରଫଳ ସେଇଭଳିଆ ମୁଁ ମାପିନି। ଏକରେ ମାପିନି କଣ ମତେ ଏକରେ ମାପିନି କଣ ଦୁଇରେ କଲେଜ ସ୍କୁଲ ଯିବା ପାଇଁ ମତେ ଡର ଲାଗେ ମୁଁ ଲୁଚୁଛି। ମୂର୍ଖ ତମେ। ହଁ ମୁଁ ଟିପ ବାଲା। ଟିପ ସେମ୍ ଟୁ ୟୁ ମୁଁ ବି। ତମେ ବି ଟିପ? ହଁ ଓହୋ ଆକ୍ୟୁରେଟ୍ ହିୟର। ଆକ୍ୟୁରେଟ୍ ହିୟର। କଣ? ସେମ୍ ହିୟର। ସିଏ ବି ଟିପ। ତମେ ବି ଟିପ? ହଁ ମୁଁ କପି କରିଦେଲା ବାଲା। ଛାଡ ତମେ ଟିପ ଦଉଛ ଆହୁରି। ମୁଁ କପି କରିକି ତମର ଏକା ଟିପ ଅଛି ଆମର ଆଉ ନାହିଁ। ମୁଁ ଭାବିଲି ତମେ ପାଠ ସାଠ ପଢିଥିବ କମ୍ ସେ କମ୍। ପାଠ ସାଠ ପଢିବାରେ କଣ ଅଛି ଆମ ଇଚ୍ଛା ଆମେ ଟିପ ଦବୁ ଆମର ଦିଏ। ନା ଏଇଟା ବି ସତ କଥା। ହାଲୋ ତମ ଇଚ୍ଛା ତମେ ଟିପ ଦବ। ହାଲୋ ମୁଁ କାଣି ଆଙ୍ଗୁଠିରେ ଦିଏ ତମେ? ମୁଁ ଗୋଡର ବୁଢା ଆଙ୍ଗୁଠିରେ ଦିଏ। ଭଲ କଥା ନୁହଁ। ଆଉ ଭଲ କଥା ନୁହଁ। ନା ତମେ କାଣି ଆଙ୍ଗୁଠିରେ ଦିଅ ତମେ କଣ ଭଲ କଥା କର ନା। ନା କାଣି ମୁଁ କାଣିରେ ଦେବି ତମର କଣ ଯାଉଛି। ତମ ନାଁ ବୁଢା ତମେ ବୁଢାରେ ଦଉଛ ଆଉ। ନା ବୁଢା ଆଙ୍ଗୁଠିରେ ମୁଁ ଦିଏନି ମୁଁ ଏ ମଝି ଆଙ୍ଗୁଠିରେ ଦିଏ ମୁଁ ଟିକେ। ଏବେ ପରା କହିଲ ଗୋଡର ବୁଢା ଆଙ୍ଗୁଠିରେ ତମେ ଏତେ ମିଛ ଅଛି।
ରୁହ ଅମିତାଭ ବଚ୍ଚନ କୁ କଲ୍ କରୁଛି ତମ ନାଁରେ ଗୋଟେ ପେଜ ଫାଇଲ କରିବ। ଅମିତାଭ ବଚ୍ଚନ କଣ କରିବ? ତା ଅମିତାଭ ବଚ୍ଚନ ସହିତ ପୁରା ପ୍ୟାଣ୍ଟ ସିଲେଇ କରିନି ଆଣିକି ତା ଭଳିଆ ଏ ଗୋଡ ଆଡୁ ଢିଲା ପିନ୍ଧିଛି। ତମେ ପିନ୍ଧୁଛ? ହଁ। ତାମାନେ ତମ ପାଖରେ ତ ତା ଭଳିଆ ବହୁତ ପଇସା ଥିବ। ନା ନା ପଇସା ନାହିଁ, ଆମେ ଟିକେ ତମେ ଟିକେ ତାକୁ ଫଲୋ କର। ଫଲୋ କରିବି? ଆଉ ତାହେଲେ କଣ କହୁଛ? କଣ ଆଉ କହିବି? ହଉ ଛାଡ, ଏତେ ସହିତ କଥା ନାହିଁ, ଗୋଟେ କଥା ଶୁଣ। ମୋ କଥାଟା ଆଗ ଶୁଣ। ହ୍ୟାଲୋ। ହଁ। ଆଉ ଟିକେ ନବରତ୍ନ ତେଲ ଦରକାର ଥିଲା, ଅମିତାଭ ବଚ୍ଚନଙ୍କୁ କହିଲେ ଟିକେ ପଠେଇବ। କଣ ନଥିଲା ଦରକାର? ନବରତ୍ନ ତେଲ। ନବରତ୍ନ ତେଲ? କାହିଁ ତା ପୁଅର ବିମଳ ଖାଉନୁ? କଣ? ହ୍ୟାଲୋ। ନାଇଁ ମତେ ବିରକ୍ତିଆ ଲାଗିଲାଣି, ଶୁଣିବା ମୁଣ୍ଡ ବିନ୍ଧା ହେଲାଣି। କଣ କରିବା ବୁଝିପାରିଲେନି? ଆମେ ତ ମୁଣ୍ଡ ବିନ୍ଧେଇ ଦବୁ ଆଉ। ନବରତ୍ନ ତେଲ ଅମିତାଭ ବଚ୍ଚନ ହିଁ ମାରିବେ। ନବରତ୍ନ ତେଲ ମାରିବେ, ବଡି ଡିଟରଜେଣ୍ଟ। ହଉ ଆମର କିଛି ନାହିଁ, ଆମେ ବିଶ୍ୱଜିତ, ବିଶ୍ୱକୁ ଆମେ ଖାଲି ଜିତିକିନି ଗାଦି ଉପରେ ବସିବା କଥା। ଧର 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 କଣ ହେଲା? କଣ ହେଲା? ଧର 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 କଣ ହେଲା? କଣ ହେଲା? ଧର 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 ସିଧା କୁଆଡେ ପଳେଇଲା ହେ। କୋନା ତମେ ରଖିଥାଅ, ଚାଷ ବାସ କର, ବେଶୀ ବେଶୀ ହେଲେ ମାର୍କେଟରେ ବିକିବ। ବିଶ୍ୱାସ କରୁନ? ତମ ସାଙ୍ଗ କିଏ ଯିଏ ହାଲ ହାଲ ମଜୁରୀ କରନ୍ତି ତାଙ୍କୁ ଦେଇଦିଅ, ତାଙ୍କ ମୁଣ୍ଡରେ କାଳେ ଥିବେ ନଥିବେ। ମୋର ଇଆଡେ, ଆମର ଇଆଡେ ପ୍ରବଳ। ଆରେ ମୋ ବା ଆଡେ ଅଛି। ହ୍ୟାଲୋ। ଏପଟେ। ହ୍ୟାଲୋ। ତମ ସେପଟେ। ହ୍ୟାଲୋ। ଆମ ଏପଟେ? ହ୍ୟାଲୋ। ସେ କିଏ ହାଲ ହାଲ କରନ୍ତି, ଚିଡେଇ ହୁଅନ୍ତି ମଝିରେ। କାଇଁ ଗୋଟେ ଚିଡଉଛୁ ତାଙ୍କୁ? ଜାଣିଛୁ ନା ନାଇଁ, ସେ ବିଶ୍ୱଜିତ, ସେ ଠାକୁର ତତେ ଦେବେ କାଟି କୁଟି ଫୋପାଡି। କାଟି କୁଟି ଦେବିନି, ଅଭିଶାପ ଦେଇଦେବି, ଜାଣିଲ ନା? ଅଭିଶାପ ଦେଇଦେବି ତତେ। ମୁଁ ଆପଣଙ୍କ ଶୁଣ, ମୁଁ ଆଉ କହିବିନି ହେଲା। ହ୍ୟାଲୋ। ମୁଁ କହିବିନି। କେତେ ସୁନ୍ଦର ତମ କଥାଟା ବି ବହୁତ ସୁନ୍ଦର ଲାଗୁଛି। ମତେ ବହୁତ ଭଲ ଲାଗୁଛି ତମ କଥା, ଜାଣିଛ ନା ନାଇଁ? ଏଇ ଯୋଉ ଯିଏ ହାଲ କୁହନ୍ତି ତ, ମତେ ବି ତାଙ୍କ କଥା ବହୁତ ଭଲ ଲାଗୁଛି। ହ୍ୟାଲୋ। ତମ କଥା। ମୋ କଥା? ହଁ। ମୋ କଥା ଭଲ ଲାଗୁଛି? ହୁଁ। ଏ ଭାଇ, ତମେ ବୋଧେ ମୋ ବାତ୍ୟାରେ ଜନ୍ମ ହେଇଛ। ନାଇଁ, ତମେ ଜେଣ୍ଡର ମୋର ଚେଞ୍ଜ କରିଦଉଛ। ଭାଇ ନୁହଁ, ଭଉଣୀ। ଭଉଣୀ? ହ୍ୟାଲୋ। ଫୋନ ରଖ। ଭଉଣୀ ରାକ୍ଷୀ ବାନ୍ଧିବ, ରାକ୍ଷୀ ପୂର୍ଣ୍ଣିମା ଆଇଲେ। କଣ କହିଛ? ନାଇଁ ନାଇଁ, ଭଉଣୀ ଗୋଟେ ଏଇଭଳିଆ କଥା ହଉଛି। ହ୍ୟାଲୋ। ଏମିତି କହୁଛ? ତମ ସାଙ୍ଗକୁ ଦିଅ। ଭଉଣୀ, ତମ ସାଙ୍ଗକୁ ଦେଲ। ହ୍ୟାଲୋ। ହ୍ୟାଲୋ। ଇଏ କିଏ, ଭଉଣୀ ନା କିଏ? କାହିଁକି? ନାଇଁ, ସେ ଭଉଣୀର ଭଉଣୀ। ଭଉଣୀର ଭଉଣୀ? ଭଗବାନ, ଏତିକି ତମେ ହଇରାଣ କରେଇଦେଲ। ବେକାର ସୋମବାର ଯାଇନି ଶିବ ମନ୍ଦିରରେ। ତମ ଭୁଲ, ତମେ ଯାଇନଥିଲା, ଆମେ କଣ କରିବୁ ଦେବୁ? ଯାଇକିନି ଭାଇ 5 ଲିଟର କ୍ଷୀର ଢାଳିକିନି ଆଇଛି ଶିବ ଠାକୁରଙ୍କ ମୁଣ୍ଡ ଉପରେ। ମୁଣ୍ଡ ଉପରେ ଭଉଣୀ କରିଦେଲେ ସମସ୍ତଙ୍କୁ। ଭୋଳା ବାବା, ମତେ ଶିବ ମନ୍ଦିରରେ ଶିବଙ୍କ ମୁଣ୍ଡ ଟା କୋଉଠି ତମର ଦେଖିଛ? ଚାଲ ଟିକେ ଦେଖେଇ ଦେଇ ଆସିବ। ଶିବ ମୁଣ୍ଡ? ହଁ। ମୋ ଇଆଡେ ମୂର୍ତ୍ତି ଅଛି ନା। କୋଉ ମୂର୍ତ୍ତି ଅଛି ବା? ଘରେ ଠାକୁର ପୂଜା କରୁନାହାନ୍ତି, ଫଟୋ ଉପରେ ଢାଳି ଦେଇଛି। ତମେ ତମେ 2 ଲିଟର କ୍ଷୀର ତମ ଘର ଠାକୁର ଫଟୋ ଉପରେ ଢାଳି ଦେଇଛ? 5 ଲିଟର। 5 ଲିଟର ଫଟୋଟାକୁ କୁଣ୍ଡରେ ପୁରେଇ ଦେଇଥିବ, ତା ଉପରେ କ୍ଷୀର ଢାଲି ଦେଇଥିବ, ସେ କ୍ଷୀରକୁ ନେଇକି କ୍ଷୀରି କରି ଖାଇ ଦେଇଥିବ ଆଉ। ନା କ୍ଷୀର ସେ ସବୁ ପିଇଦେଲି ଗରମ କରିକିନି। କ୍ଷୀରି କରିକିନି ଖାଇବା ପାଇଁ ଏତେ ଟାଇମ କିଏ ନଉଛି? 5 ଲିଟର କ୍ଷୀର ତମେ ତାକୁ ଗରମ କରି ସବୁ ପିଇଦେଲ? ଅଧା ଯଦି ପଠେଇଥାନ୍ତ, ମୁଁ ହୁଏତ କିଛି ଭାବିଥାନ୍ତି। ନା ମୁଁ ତାକୁ ଆଉ ପଠେଇବିନି। ଭଉଣୀ ମାନେ କ୍ଷୀର ପିଇବା କଥା ନୁହେଁ। କାହିଁକି ନୁହେଁ?
ନା 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 ଆଉ ମୁଁ ତମକୁ ଭାଇ ଭଉଣୀ ମାନେ ଭେଣୀର ଭାଇ ମାନେ ଶୁଣ ଭାଇ ମାନେ ଧରମ ଭାଇ ଆଉ ତମେ ଏମିତି କାହିଁ ହଉଛ? ନା ନା ଧରମ ଭାଇ କହିଦେଲେ ଭାଇ କଥା କହିଦେଲେ ଇଆଡେ ଦେହ ହାତ କଣ ତମେ ହେଇଯାଏ। ତାହେଲେ କଣ ଚାହୁଁଛ ସ୍ୱାମୀ କହିଥାନ୍ତି? ନା 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 ଏତେ ଆଗକୁ ମୁଁ ଯାଇପାରିବି। ତମେ ଆଗକୁ ଯାଇପାରିବନି ପଛରେ ବି ରହିପାରିବନି ମଝିରେ ଆମର ଆକ୍ଚୁଆଲି ଜାଗା ନାହିଁ। ମଝିରେ ଜାଗା ନାହିଁ? ମଝିରେ ଜାଗା ନାହିଁ ଉପରେ ବସ ଯାଇ। ହଁ ଉପରେ ଅଛି ପରା। ହାଲୋ କଣ ହାଲୋ? କଣ ଆଉ ହାଲୋ ତମ ସାଙ୍ଗକୁ ଦିଅ ଫୋନ ଦିଦି। ହଁ ମୋ ସାଙ୍ଗ ସହିତ କଥା ହୁଅ ସେ ଲାଇନରେ ଅଛି। ହାଲୋ 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 ମୋର ଭଲ କୁହ ହାଲୋ କହୁନ କୁହ କହୁନ ହାଲୋ ହଁ କୁହ କହୁନ ତମେ କହୁନ। ନାଇଁ ତମେ କୁହ ମତେ ଲାଜ ଲାଗୁଛି। ନା ଓହୋ ମତେ ବି ଲାଜ ଲାଗୁଛି। ହଁ ତମର ଲାଞ୍ଜ ଅଛି? ଆଁ ତମର ଅଛି? ନା ମୋର ଲାଞ୍ଜ ନାହିଁ ମୁଁ ହନୁମାନ ଠାକୁରଙ୍କ ଲାଞ୍ଜରେ ବନ୍ଧା ହେଇଥିଲା ଘଣ୍ଟି ମୁଁ ଖାଲି ଟାଇଁ ଟାଇଁ କରିବି ମୋର ଲାଞ୍ଜ ନାହିଁ। ଆମ ଘରେ ଘଣ୍ଟି ନାହିଁ ଖୋଲିକି ନେଇ ଆସିବି ଯାଉଛି। ନେଇଯାଅ ଟାଙ୍ଗି ଦେଇ ବଜେଇବି। ହଁ ତମେ ଘଣ୍ଟି ବଜେଇଦବ। ତମେ ଘଣ୍ଟି ବଜେଇବାକୁ ଆମକୁ ଦଉନ? ବଜଉନ ମୁଁ ମନା କଲି। ସାଉଣ୍ଡ ହଉନି କେତେ କିଲୋ ଘଣ୍ଟି? ସାଉଣ୍ଡ ହଉନି? କେତେ କେତେ କିଲୋର ଘଣ୍ଟି? ମୁଁ 67। ବୋପାଲୋ ହେଭି ଘଣ୍ଟି ହେଇଯାଉଛି। ହଁ ହଁ ବଡ ଘଣ୍ଟି ବଜେଇବା ପାଇଁ 4-5 ଜଣ ଦରକାର। ମୁଁ ଦୌଡ଼ି ଦୌଡ଼ି ଯିବି ସେ ଘଣ୍ଟିରେ ଓହଳିକି ଝୁଲିବି। ଝୁଲି ଯାଅ ଦେଖେଇକିନି ଝୁଲିବ। କାଇଁ ଛିଡି ଯିବ? ନା ନା କାନ ତରା ହେଇଯିବ ସାଉଣ୍ଡ ଯେତେବେଳେ ବାଜିବ। ମୁଁ ତ ଝୁଲିବି ସେ ବାଜିବାକୁ କାଇଁ ଯିବ କି ଏତେ ବଡ ଘଣ୍ଟି ନା। ଝୁଲିଲେ ବି ଏକାକ ମୁଁ କିଛି ବଜେଇ ପାରିବି। ନାହିଁ ଝୁଲିଲେ ବି କିଛି ନାହିଁ। ତମେ ଭଉଣୀ ହବ ତମେ ଘଣ୍ଟିରେ ଝୁଲିଲେ ମୁଁ ଘଣ୍ଟିର ଏଇ ଯୋଉଟା ଇଏ ମାନେ ଧରିକିନି ଝୁଲିବ ମୁଁ ଏଇଟା ଖୋଲିଦେବି ଖସି ପଡିବ। ବୁଝିପାରିଲ ନାଇଁ? ତମ ସାଙ୍ଗ ଯଦି ଝୁଲିବେ ତାହେଲେ ହଁ ଘଣ୍ଟି ପାଖାପାଖି ଗୋଟେ ସିଢି ପକେଇଦେବି ଚଢିବା ପାଇଁ ସୁବିଧା ହବ। ହାଲୋ ସିଡି କଣ ଦରକାର? ଚଢିବା ପାଇଁ ସୁବିଧା ହବ ନା। ଓହଳି ପଡିବ ଝୁଲିବ। ନାଇଁ ନାଇଁ ଓହଳି ପଡିଲେ କାଳେ ହାତ କାଟିବ ହାତକୁ କଷ୍ଟ ହବ ମୁଁ ଏତେ ଆଉ କଷ୍ଟ ତମେ ତ ଦେବି। ସିଡି ପକେଇ ଦେଇଥବ ସେ ଠିଆ ହେଇ ବଜେଇବ ଆଉ ଝୁଲିବ କେମିତି? ମୂର୍ଖ କୋଉଠିକାର। ଝୁଲିବା ଦରକାର ନାହିଁ ପରା ଝୁଲିଲେ ହାତ କଷ୍ଟ ହବ ପରା। ତମେ ଝୁଲିଲେ ମୁଁ ଘଣ୍ଟି ଏ ଯୋଉ